ଆରେ ଶୁଣ, ଆରେ ତମ ଦରମା କୋଉଦିନ ଆସିବ? ଆରେ ଦରମା ଆରେ ଦରମା ଆଜି ଆସିବ। ଆରେ ସବୁ ମାସେ ତ ଏଇ ତାରିଖରେ ଦରମା ମତେ ମିଳେ ନା। କଥା କଣ କି, ମୋର ପାର୍ଲର ଯିବାରେ ଅଛି। ସେଥିପାଇଁ ମୋର 2,000 ଟଙ୍କା ଦରକାର। ମୋବାଇଲ ଦେଖୁଥିଲି, ଦିଟା ଶାଢୀ ମତେ ବହୁତ ପସନ୍ଦ ଆସିଲା। ମୁଁ ସେ ଶାଢୀ ଦିଟାକୁ ଅର୍ଡର କରିଦେଇଛି। ଆଉ ମେକଅପ ଜିନିଷ ବି ସରିଯାଇଥିଲା, ତାକୁ ବି ସବୁ ଅର୍ଡର କରିଦେଇଛି। ତେଣୁ ଏଇ ଜିନିଷ ସବୁ କାଲି ଆସିବ। ଆଉ ସେଇଥିପାଇଁ କହୁଥିଲି ତମର ଦରମା ଆସିଲେ ମତେ ସାଙ୍ଗେ ସାଙ୍ଗେ ଦେଇଦବ। ନହେଲେ ଏ ଜିନିଷ ସବୁ ଆସିଲେ ପୁଣି ରିଟର୍ନ ଯିବ ହେରି ନା। ହଉ ବାବା, ଠିକ ଅଛି। ଖାଲି କହି ଚାଲିବ ନା ମତେ ଛାଡିବ? ଆରେ ମୁଁ ଗଲେ ସିନା ପଇସା ପେମେଣ୍ଟ ଉଠେଇବି, ତମକୁ ଆଣିକି ଦେବି। ତମେ ତ କହି ଚାଲିଛ, ମୁଁ ଏଠି ଖାଲି ଶୁଣି ଚାଲିଛି। ହଉ ଠିକ ଅଛି। ଆରେ ତମେ ଆସିଗଲ, ଆଜି ତମ ଦରମା ଆସିଲା ନା? ନାଇଁ ଗୀତା, ଆଜି ନା ଦରମା ଆସିଲାନି। ଦରମା ଆସିବା ପାଇଁ ଆଉ 2 ଦିନ ଲେଟ୍ ହେଇଯିବ। ଆରେ କଣ ପାଇଁ ଦରମା ଆସିଲାନି? ଆରେ କଥା କଣ କି, ଯୋଉ ଆକାଉଣ୍ଟାଣ୍ଟ ଆମ ଦରମା କରୁଥିଲା, ତାର କଣ ଦେହ ଖରାପ ଅଛି, ସେଇଥିପାଇଁ ସେ ଛୁଟିରେ ପଳେଇଛି। ଆରେ ଏତେ ସବୁ ଯୋଉ ଜିନିଷ ମଗେଇଛି କାଲି ଆସିବ, ଆଉ ମୁଁ ଯେବେ ପଇସା ନ ଦେଇ ପାରିବି ସେ ଜିନିଷ ସବୁ ଚାଲିଯିବ। ତାର କଣ ଛୁଟି ଅଛି ନା କଣ? ମୁଁ କହିଲି ନା 2 ଦିନ ପରେ ସାଲାରୀ ଆସିବ ବୋଲି। ତମେ ଏଇଥିପାଇଁ ଏତେ ମୋ କଥା ସବୁ କହି କହି କାନ୍ଦି ପକେଇଲଣି। ହଉ ଛାଡ, ମତେ ପ୍ରବଳ ଜୋରେ ଭୋକ ହେଲାଣି। ମୋ ହାତ ଗୋଡ ଧୁଆ ଧୁଇ ହଉଛି, ଫ୍ରେଶ ହଉଛି। ତମେ ଖାଇବାକୁ ବାଢିଲ। ମୁଁ ରୋଷେଇ ଆଜି କିଛି କରିନି। ତମେ ରୋଷେଇ କରିନ ମାନେ? ତମର ଯୋଉ ଦିନ ଦରମା ଆସିବ ମୁଁ ସେଇ ଦିନ ରୋଷେଇ କରିକି ଦେବି। ମୁଁ କେତେ କଣ ଭାବିଥିଲି, ତମର ଦରମା ଆସିବ, ମୁଁ ପାର୍ଲର ଯିବି, ଆଉ ଶାଢୀ ଆଉ ମେକଅପ ଜିନିଷ ସବୁ ଅର୍ଡର କରିଥିଲି, ମୋର ସବୁ ଜିନିଷ ଆସିବ। ମୋର ସବୁ ସ୍ୱପ୍ନ ପାଣିରେ ମିଳେଇଗଲା। ତମରି ଯୋଗୁ ତମରି ଯୋଗୁ ମୋ ସ୍ୱପ୍ନ ସବୁ ପାଣିରେ ମିଳିଗଲା। ସେଇ କରିବିନି, ଯୋଉ ଦିନ ଦରମା ଦେବ ସେଇ ଦିନ ରୋଷେଇ କରିବି। ଗୀତା, ଗୀତା, ଏ ଗୀତା। ମୁଁ ପରା କହିଲି ତମ ସାଙ୍ଗରେ ମୋର କିଛି କଥାବାର୍ତ୍ତା ନାହିଁ। ଆରେ ମୁଁ କଣ କହୁଥିଲି କି, ମୋର ନା ଦରମା ଆସିଲାଣି। ଆରେ ତମର ଯେବେ ଦରମା ଆସି ଖେଳିଲା ହେରି, ତାହେଲେ ମତେ କାହିଁ ମିଛ କହିଲ? ଆରେ କଥା କଣ କି, ମୁଁ ନା ତମ ସହିତ ମଜାକ କରୁଥିଲି। ମୁଁ ଭାବୁଥିଲି ମୁଁ ମିଛ କହିଲେ ତମେ କୋଉ ଭଳିଆ ରିଆକ୍ସନ ଦଉଛ ବୋଲି। ତମେ ବସିଥା, ମୁଁ ତମ ପାଇଁ ଖାଇବା ବାଢି ଦଉଛି। ଆରେ ନାଇଁ ନାଇଁ, ଖାଇବା ବାଢିବା ଦରକାର ନାହିଁ। ମୋର ନା ପେଟ ପୁରା ଫୁଲ ହେଇଯାଇଛି। ଆରେ ତମେ ତ କିଛି ଖାଇନ ନା। ଆରେ ତମ କଥାରେ ନା ମୋ ପେଟ ପୁରା ଭରି ଯାଇଛି। ଆଚ୍ଛା ଗୀତା, ଗୋଟେ ଗୋଟେ କଥା କହିଲ, ଆମେ କଣ ମଣିଷ, କଣ ମେସିନ? ଆରେ ଆମକୁ କଣ କଷ୍ଟ ହୁଏନି? ଆରେ ଆମେ କଣ ପଇସା ଚାପିବା ମେସିନ? ଆରେ ମୁଁ ତ ତମ ସାଙ୍ଗେ ଟିକେ ମଜାକ କରୁଥିଲି, ଦେଖୁଥିଲି ତମେ କୋଉ ଭଳିଆ ରିଆକ୍ସନ ଦଉଛ ବୋଲି। ତମ କଥା ନା ମୋ ହୃଦୟକୁ ଆଜି ଚୁରମାର କରିଦେଲା। ଆରେ ଏଇ ଘର ଚଳିବା ପାଇଁ, ଆଉ ତମକୁ ଚଳିବା ପାଇଁ ମୁଁ ଦିନ ରାତି କେତେ ପରିଶ୍ରମ ନ କରୁଛି। ଆରେ ତମେ ତ ଜାଣିଛ, ଦରମା ଗୋଟେ ଦିନ ପୂର୍ବରୁ ଆସିପାରେ, ନହେଲେ ଗୋଟେ ଦିନ ପରେ ଆସିପାରେ। ତମେ କଣ କହିଲ? ତମେ କହିଲ ନା, ଯେତେବେଳେ ମୁଁ ତମ ହାତରେ ଆଣିକି ଦରମା ଦେବି, ତାପରେ ତମେ ମତେ ଖାଇବାକୁ ଦବ। କଣ ଗୋଟେ ନାରୀ ପାଇଁ ଗୋଟେ ପୁରୁଷ କଣ ମେସିନ, ନା ଟଙ୍କା ଛାପିବା ମେସିନ? ଆରେ ଗୋଟେ ପୁରୁଷକୁ କଷ୍ଟ ହୁଏ। ଆରେ ଦିନ ଯାକ ସେ ଯେତେବେଳେ ପରିଶ୍ରମ କରି ଘରକୁ ଆସେ, ତାର ଇଚ୍ଛା ହୁଏ ତା ସ୍ତ୍ରୀ ପାଖରେ ବସିକି ଟିକେ କଥା ହବା ପାଇଁ। ହେଲେ
ହେଲେ ତା ସ୍ତ୍ରୀ ତା ସ୍ୱାମୀ ପାଖରେ ବସିକି କଥା ହେବା ପାଇଁ ତା ପାଖରେ ଟାଇମ୍ ନଥାଏ। ଏ ନାରୀଙ୍କ ମୁହଁରେ ସବୁବେଳେ ତ ଖାଲି ପଇସା ପଇସା ପଇସା। ଆରେ ଯେମିତି ତମ ମୁହଁରେ ଜାଣିଛ ବାପା ଯେତେବେଳେ ଫୋନ କରନ୍ତି ସେ ଫୋନରେ ଗୋଟିଏ କଥା କୁହନ୍ତି, ପୁଅ ତୋର ଦରମା ବଢିଲା କି ନାହିଁ? କିନ୍ତୁ ମା ଛଡା ଆଉ ଦୁନିଆରେ ଯେତେ ଲୋକ ଅଛନ୍ତି ସେମାନେ ସବୁବେଳେ ଏଇ କଥା ହିଁ କୁହନ୍ତି, ତୋର ଏ ମାସରେ ଦରମା ବଢିଲା? ଆରେ ତୁ କେତେ ଟଙ୍କା ସଞ୍ଚୟ କରିକି ରଖିଛୁ? କିନ୍ତୁ ଜଣିଆ ଲୋକ ହଉଛି ସେ ମା, ଯିଏ ସବୁବେଳେ ତା ପୁଅକୁ ପଚାରେ, ପୁଅ ତୋ ଦେହ ଭଲ ଅଛି ତ? ତୁ ଖାଇଛୁ ନା ଖାଇନୁ? ସେଇଟା କେବଳ ମା ପଚାରେ। ଆଉ ସଂସାରରେ ଯେତେ ଲୋକ ଅଛନ୍ତି କେହି ବି ତା ପୁଅକୁ ଏଇ କଥା କି ତା ସାଙ୍ଗକୁ କେହି ବି ଏଇ କଥା କେହି ପଚାରନ୍ତିନି। କେବଳ ମା ଜାଣେ ତା ପୁଅର ଦୁଃଖ ଆଉ କଷ୍ଟକୁ। ଜାଣିଛ କି ତା ପୁରୁଷ ପୁଅ ମାନେ କାହିଁକି ମଦ ପିଅନ୍ତି? କାହିଁକି ନା ଏ ଦୁନିଆରେ ତାର ନିଜର ବୋଲି କେହି ନଥାନ୍ତି। ସେଇଥିପାଇଁ ସେ ମଦ ପିଇଦେଲେ ନିଶାରେ ତା ମନର କଥା ସେ ଅନ୍ୟମାନଙ୍କ ଆଗରେ କହି ବସେ। କାହିଁକି ନା ତା ହୃଦୟର କଥା ଶୁଣିବା ପାଇଁ କେହି ନଥାନ୍ତି। ଅ, ମୁଁ ସେଇଦିନ ଘରକୁ ଆସିବି ଯୋଉଦିନ ମୁଁ ନା ଦରମା ପାଇବି। ହଁ, ଯଦି 2 ଦିନ ଲେଟ୍ ହୁଏ ମୋ ଦରମା ନା, ମୁଁ ସେଇ 2 ଦିନ ବାହାରେ ସିନା ରହିଯିବି କିନ୍ତୁ ହାତରେ ଦରମା ଧରିକି ମୁଁ ନିଶ୍ଚୟ ଆସିବି। ବିନା ଦରମାରେ ମୁଁ କେବେ ବି ଘରକୁ ଆସିବିନି। ଆଉ ଗୋଟିଏ କଥା ମନେ ରଖ, ଆମେ ପୁରୁଷ, ଆମକୁ ବି କଷ୍ଟ ହୁଏ।